ଓମ୍ ଶାନ୍ତି। 23 ସେପ୍ଟେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ପ୍ରତ୍ୟେକ କଥାରେ ଯୋଗ ଶକ୍ତିକୁ କାର୍ଯ୍ୟରେ ଲଗାଅ। ବାବାଙ୍କୁ କିଛି ବି ପଚାରିବାର ଆବଶ୍ୟକତା ନାହିଁ। ତୁମେ ସମସ୍ତେ ଈଶ୍ୱରୀୟ ସନ୍ତାନ, ତେଣୁ କୌଣସି ବି ଆସୁରୀ କାମ କର ନାହିଁ। ପ୍ରତ୍ୟେକ କଥାରେ ଯୋଗ ଶକ୍ତିକୁ କାର୍ଯ୍ୟରେ ଲଗାଅ। ବାବାଙ୍କୁ କିଛି ବି ପଚାରିବାର ଆବଶ୍ୟକତା ନାହିଁ। ତୁମେ ସମସ୍ତେ ଈଶ୍ୱରୀୟ ସନ୍ତାନ, ତେଣୁ କୌଣସି ବି ଆସୁରୀ କାମ କର ନାହିଁ। ଆଜିର ପ୍ରଶ୍ନ, ତୁମର ଏହି ଯୋଗ ବଳର କରାମତି କ'ଣ? ତୁମର ଏହି ଯୋଗ ବଳର କରାମତି କ'ଣ? ଉତ୍ତର, ଏହି ଯୋଗ ବଳ ଦ୍ୱାରା ହିଁ ସବୁ କର୍ମେନ୍ଦ୍ରିୟ ତୁମର ଅଧୀନ ହୋଇଯାଉଛି। ଯୋଗ ବଳ ବିନା ତୁମେ ପବିତ୍ର ହୋଇପାରିବ ନାହିଁ। ଯୋଗ ବଳ ଦ୍ୱାରା ହିଁ ସାରା ସୃଷ୍ଟି ପବିତ୍ର ହେଉଛି। ସେଥିପାଇଁ ନିଜେ ପବିତ୍ର ହେବା ପାଇଁ ବା ଭୋଜନକୁ ଶୁଦ୍ଧ କରିବା ପାଇଁ ଯୋଗର ଯାତ୍ରାରେ ରୁହ। ବୁଦ୍ଧିମାନ ହୋଇ କାର୍ଯ୍ୟ କର। ନମ୍ରତାର ସହିତ ବ୍ୟବହାର କର। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଦୁନିଆରେ କାହାକୁ ହେଲେ ଜଣା ନାହିଁ ଯେ ଆତ୍ମିକ ପିତା ଆସି ସ୍ୱର୍ଗ ଅଥବା ନୂଆ ଦୁନିଆର ସ୍ଥାପନା କିପରି କରୁଛନ୍ତି। ଏକଥା କେହି ହେଲେ ଜାଣିନାହାନ୍ତି। ତୁମକୁ ବାବାଙ୍କଠାରୁ କିଛି ମାଗିବା ଦରକାର ନାହିଁ। ବାବା ସବୁ କିଛି ବୁଝାଉଛନ୍ତି। କିଛି ହେଲେ ବି ପଚାରିବାର ଆବଶ୍ୟକତା ନାହିଁ। ସବୁ କିଛି ସ୍ୱତଃ ବୁଝାଉଛନ୍ତି। ବାବା କହୁଛନ୍ତି, ମୋତେ କଳ୍ପ କଳ୍ପ ଏହି ଭାରତ ଖଣ୍ଡରେ ଆସି କ'ଣ କରିବାକୁ ହେବ, ତାହା ମୁଁ ଜାଣିଛି, ତୁମେ ଜାଣିନାହଁ। ପ୍ରତ୍ୟହ ବୁଝାଉଛନ୍ତି। କେହି ଗୋଟିଏ ଅକ୍ଷର ବି ନ ପଚାରିଲେ ସବୁ କିଛି ବୁଝାଉଛନ୍ତି। କେବେ ପଚାରୁଛନ୍ତି, ଖାଇବା ପିଇବାର ଅସୁବିଧା ହେଉନି ତ? ଏହା ତ ବୁଝିବାର କଥା ଅଟେ। ବାବା କହୁଛନ୍ତି, ସବୁ କଥାରେ ଯୋଗବଳ ଦ୍ୱାରା କାମ କର ଏବଂ ଯେଉଁ ସ୍ଥାନକୁ ଯାଉଛ, ସବୁଠୁ ବଡ଼ କଥା ହେଲା ବାବାଙ୍କୁ ନିଶ୍ଚୟ ମନେ ପକାଅ। ଆଉ କୌଣସି ଆସୁରୀ କାର୍ଯ୍ୟ କର ନାହିଁ। ଆମେ ଈଶ୍ୱରୀୟ ସନ୍ତାନ ଅଟୁ। ସେ ସମସ୍ତଙ୍କର ପିତା। ସମସ୍ତଙ୍କ ପାଇଁ ଏହି ଗୋଟିଏ ହିଁ ଶିକ୍ଷା ଦେଉଛନ୍ତି। ବାବା ଶିକ୍ଷା ଦେଉଛନ୍ତି, ପିଲାମାନେ, ତୁମକୁ ସ୍ୱର୍ଗର ମାଲିକ ହେବାର ଅଛି। ରାଜତ୍ୱରେ ମଧ୍ୟ ପଦବୀ ତ ରହିଥାଏ ନା। ପ୍ରତ୍ୟେକଙ୍କୁ ପୁରୁଷାର୍ଥ ଅନୁସାରେ ପଦବୀ ମିଳିଥାଏ। ପିଲାମାନଙ୍କୁ ହିଁ ପୁରୁଷାର୍ଥ କରିବାକୁ ହେବ ଏବଂ ପ୍ରାରବ୍ଧ ମଧ୍ୟ ପ୍ରାପ୍ତ କରିବାକୁ ହେବ। ପୁରୁଷାର୍ଥ କରାଇବା ପାଇଁ ବାବା ଆସୁଛନ୍ତି। ତୁମକୁ କିଛି ହେଲେ ଜଣା ନଥିଲା ଯେ ବାବା କେବେ ଆସିବେ, ଆସି କ'ଣ କରିବେ, ଆମକୁ କେଉଁଆଡ଼େ ନେଇଯିବେ। ବାବା ହିଁ ଆସି ବୁଝାଇଛନ୍ତି। ଡ୍ରାମାର ପ୍ଲାନ୍ ଅନୁସାରେ ତୁମର କେଉଁଠାରୁ ପତନ ହୋଇଛି। କହୁଛନ୍ତି, ଏକଦମ ଉଚ୍ଚରୁ ଖସି ଆସିଛ। ଟିକିଏ ହେଲେ ବି ବୁଦ୍ଧିରେ ଆସୁନାହିଁ ଯେ ଆମେ କିଏ। ଏବେ ଅନୁଭବ କରୁଛ ନା? ତୁମେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲ ଯେ ବାବା ଆସି କ'ଣ କରିବେ। ତୁମେ ମଧ୍ୟ କିଛି ଜାଣିନଥିଲ। ଏବେ ବାବା ମିଳିଛନ୍ତି, ତେଣୁ ବୁଝୁଛ ଯେ ଏପରି ବାବାଙ୍କ ଉପରେ ପୁରା ସମର୍ପଣ ହୋଇଯିବା ଉଚିତ। ଯେପରି ପତିବ୍ରତା ସ୍ତ୍ରୀ ସ୍ୱାମୀ ନିକଟରେ ସମର୍ପଣ ହୋଇଥାଏ, ଚିତାଗ୍ନିରେ ଝାସ ଦେବାକୁ ମଧ୍ୟ ଡରି ନଥାଏ। କେତେ ବାହାଦୁର ହୋଇଥାନ୍ତି। ଆଗରୁ ବହୁତ ନିଆଁରେ ଝାସ ଦେଉଥିଲେ। ଏଠାରେ ବାବା ତ ଏପରି କୌଣସି କଷ୍ଟ ଦେଉନାହାନ୍ତି। ଏଠାରେ ଭଲେ ଜ୍ଞାନଚିତା ନାମ ହୋଇଥିଲେ ମଧ୍ୟ ଜଳିବାର କୌଣସି କଥା ନାହିଁ। ବାବା ଲହୁଣୀରୁ ଚୁଟି ବାହାର କରିବା ସଦୃଶ୍ୟ ସବୁ କିଛି ବୁଝାଉଛନ୍ତି। ପିଲାମାନେ ବୁଝୁଛନ୍ତି, ଜନ୍ମ ଜନ୍ମାନ୍ତରର ପାପର ବୋଝ ମୁଣ୍ଡ ଉପରେ ରହିଛି। ଅଜାମିଳ ଜଣେ ନୁହେଁ। ଏଠାରେ ପ୍ରତ୍ୟେକ ମନୁଷ୍ୟ ଜଣେ ଜଣକଠାରୁ ଅଧିକ ଅଜାମିଳ ଅଟନ୍ତି। ମନୁଷ୍ୟମାନଙ୍କୁ କ'ଣ ବା ଜଣା ଯେ ପୂର୍ବ ଜନ୍ମରେ କ'ଣ କ'ଣ କରିଥିଲେ। ଏବେ ତୁମେ ବୁଝୁଛ ଯେ ଆମେ ପାପ ହିଁ କରିଥିଲୁ। ବାସ୍ତବରେ ଏବେ ଜଣେ ହେଲେ ପୁଣ୍ୟ ଆତ୍ମା ନାହାନ୍ତି। ସମସ୍ତେ ପାପ ଆତ୍ମା ଅଟନ୍ତି। ଯଦି ପୁଣ୍ୟ କରିବେ ତେବେ ପୁଣ୍ୟ ଆତ୍ମା ହୋଇଯିବେ। ସତ୍ୟ ଯୁଗରେ ପୁଣ୍ୟ ଆତ୍ମାମାନେ ରହିଥାନ୍ତି। କେହି ଯଦି ଡାକ୍ତରଖାନା ଆଦି ତିଆରି କରୁଛନ୍ତି, ତେବେ ତାହା ଦ୍ୱାରା କ'ଣ ହେବ?
ସିଡ଼ି ତଳକୁ ଓହ୍ଲାଇବାରୁ ତ ମୁକୁଳି ପାରିବେ ନାହିଁ। ଆରୋହଣ କଳା ତ ହେଉନାହିଁ ନା, ବରଂ ଆହୁରି ତଳକୁ ଖସି ଯାଉଛନ୍ତି। ବାବା ଏତେ ପରମ ପ୍ରିୟ ଅଟନ୍ତି ଯେ ଯାହାଙ୍କ ନିମନ୍ତେ କୁହାଯାଉଛି ଜୀଇଁ ଥାଉ ଥାଉ ସମର୍ପଣ ହୋଇଯାଅ। କାହିଁକିନା ସିଏ ପତିମାନଙ୍କର ପତି, ପିତାମାନଙ୍କର ପିତା ସର୍ବୋଚ୍ଚ ଅଟନ୍ତି। ପିଲାମାନଙ୍କୁ ଏବେ ବାବା ଜାଗ୍ରତ କରୁଛନ୍ତି। ସ୍ୱର୍ଗର ମାଲିକ କରାଉଥିବା ବାବା କେତେ ସାଧାରଣ ଅଟନ୍ତି। ଆରମ୍ଭ ସମୟରେ କନ୍ୟାମାନେ ଯେତେବେଳେ ରୋଗରେ ପଡ଼ୁଥିଲେ, ସେତେବେଳେ ବାବା ନିଜେ ତାଙ୍କର ସେବା କରୁଥିଲେ। ଅହଙ୍କାର ଟିକିଏ ବି ନଥିଲା। ବାପ ଦାଦା ଉଚ୍ଚରୁ ଉଚ୍ଚ ଅଟନ୍ତି। କହୁଛନ୍ତି, ଯେପରି ବି କର୍ମ ହେଉ ମୁଁ ଏହାଙ୍କ ଦ୍ୱାରା କରାଇବି ଅଥବା କରିବି। ଉଭୟ ଯେପରି ଏକ ହୋଇଯାଉଛନ୍ତି। ଜଣାପଡ଼ୁନାହିଁ ବାବା କ'ଣ କରୁଛନ୍ତି, ଦାଦା କ'ଣ କରୁଛନ୍ତି। କର୍ମ ଅକର୍ମ ବିକର୍ମର ଗତି ବାବା ହିଁ ବସି ବୁଝାଉଛନ୍ତି। ବାବା ବହୁତ ଉଚ୍ଚ ଅଟନ୍ତି। ମାୟାର ମଧ୍ୟ କେତେ ପ୍ରଭାବ ରହିଛି। ଈଶ୍ୱର ପିତା କହୁଛନ୍ତି ଏପରି କର, ଏପରି କର ନାହିଁ, ତଥାପି ମଧ୍ୟ କଥା ମାନୁନାହାନ୍ତି। ଭଗବାନ କହୁଛନ୍ତି ମଧୁର ସନ୍ତାନମାନେ ଏହି କାମ କର ନାହିଁ, ତଥାପି ମଧ୍ୟ ଓଲଟା କାମ କରିଦେଉଛନ୍ତି। ଓଲଟା କାମ ପାଇଁ ହିଁ ମନା କରିବେ ନା। କିନ୍ତୁ ମାୟା ମଧ୍ୟ ବହୁତ ଜବରଦସ୍ତ ଅଟେ। ଭୁଲରେ ମଧ୍ୟ ବାବାଙ୍କୁ ଭୁଲିଯାଅ ନାହିଁ। ଯାହା କିଛି ବି କରନ୍ତୁ, ମାରନ୍ତୁ ଅଥବା ପିଟନ୍ତୁ, ଏପରି କିଛି ବାବା କରୁନାହାନ୍ତି। କିନ୍ତୁ କଥାରେ ଏହିଭଳି କୁହାଯାଇଛି। ଗୀତ ମଧ୍ୟ ଅଛି, ତୁମ୍ହାରେ ଦରକୁ କଭି ନେଇ ଛୋଡ଼େଙ୍ଗେ, ବା ତୁମ ଦ୍ୱାରକୁ କେବେ ଛାଡ଼ିବୁ ନାହିଁ। ଯାହା କିଛି ବି କୁହ, ବାହାର ଦୁନିଆରେ କ'ଣ ଅଛି। ବୁଦ୍ଧି ମଧ୍ୟ କହୁଛି ବାବାଙ୍କ ଘର ଛାଡ଼ି କୁଆଡ଼େ ଯିବୁ। ବାବା ବର୍ତ୍ତମାନ ହିଁ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି, ପୁଣି କେବେ ମିଳିବ ନାହିଁ। ଏପରି ନୁହେଁ ଯେ ପରଜନ୍ମରେ କିଛି ମିଳିବ ନା। ଏହି ପାରଲୌକିକ ପିତା ହିଁ ତୁମକୁ ବେହଦ ସୁଖଧାମର ମାଲିକ କରାଉଛନ୍ତି। ବାବା ଏହି ରାୟ ଦେଉଛନ୍ତି ଯେ ପିଲାମାନଙ୍କୁ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ଯଦି ପୋଲିସ ଚାକିରି କରିଛ, ତେବେ ନିଜ କର୍ତ୍ତବ୍ୟ କର, ନଚେତ ଡିସମିସ୍ କରିଦେବେ। ନିଜର କାମ ତ କରିବାକୁ ହିଁ ପଡ଼ିବ। ଆଖି ଦେଖାଇବାକୁ ପଡ଼ିବ। ଯେତେ ଦୂର ସମ୍ଭବ ସ୍ନେହର ସହିତ କାମ କର, ନଚେତ ଯୁକ୍ତିର ସହିତ ଆଖି ଦେଖାଅ। କାହା ଉପରେ ହାତ ଉଠାଅ ନାହିଁ। ବାବାଙ୍କର କେତେ ଢେର ସନ୍ତାନ ଅଛନ୍ତି। ବାବାଙ୍କର ମଧ୍ୟ ପିଲାମାନଙ୍କ ପ୍ରତି ଖିଆଲ ରହୁଛି ନା। ମୂଳ କଥା ହେଉଛି ପବିତ୍ର ରହିବା। ଜନ୍ମ ଜନ୍ମାନ୍ତର ତୁମେ ଡାକିଛ ନା, ହେ ପତିତ ପାବନ ଆସ, ଆସି ଆମକୁ ପବିତ୍ର କରାଅ। କିନ୍ତୁ ଅର୍ଥ କିଛି ହେଲେ ବୁଝୁନାହାନ୍ତି। ଡାକୁଛନ୍ତି, ତେବେ ନିଶ୍ଚୟ ପତିତ ଅଟନ୍ତି ନା, ନଚେତ ଡାକିବାର ଆବଶ୍ୟକତା ନାହିଁ। ପୂଜା କରିବା ମଧ୍ୟ ଦରକାର ନାହିଁ। ବାବା ବୁଝାଉଛନ୍ତି, ତୁମ ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି, ସହନ କରିବାକୁ ହିଁ ପଡ଼ିବ। ଉପାୟମାନ ମଧ୍ୟ ବତାଉଛନ୍ତି, ବହୁତ ନମ୍ରତାର ସହିତ ଚାଲ। କୁହ, ତୁମେ ତ ମୋ ପାଇଁ ଭଗବାନ ଅଟ, ପୁଣି ଇଏ କ'ଣ ମାଗୁଛ। ହାତ ଗଣ୍ଠି ପଡ଼ିବା ସମୟରେ କହିଥାନ୍ତି, ମୁଁ ତୁମର ପତି, ଈଶ୍ୱର, ଗୁରୁ, ସବୁକିଛି। ଏବେ ମୁଁ ପବିତ୍ର ରହିବାକୁ ଚାହୁଁଛି। ତେବେ ତୁମେ କାହିଁକି ଅଟକାଉଛ। ଭଗବାନଙ୍କୁ ତ ପତିତ ପାବନ କୁହାଯାଉଛି ନା। ତୁମେ ହିଁ ପବିତ୍ର କରାଇଲା ବାଲା ହୋଇଯାଅ। ଏହିପରି ସ୍ନେହ ଏବଂ ନମ୍ରତାର ସହିତ କଥା ହେବା ଉଚିତ। ଯଦି କ୍ରୋଧ କଲେ ତେବେ ଫୁଲର ବର୍ଷା କର। ମାରିଥାନ୍ତି, ପୁଣି ପଶ୍ଚାତାପ ମଧ୍ୟ କରିଥାନ୍ତି। ଯେପରି ମଦ ପିଇଲେ ବହୁତ ନିଶା ଚଢ଼ିଯାଇଥାଏ, ନିଜକୁ ରାଜା ଭାବିଥାନ୍ତି। ତେଣୁ ଏହି ବିଷ ମଧ୍ୟ ଏପରି ଜିନିଷ ଯାହା ନ କହିଲେ ଭଲ। ପଶ୍ଚାତାପ ମଧ୍ୟ କରନ୍ତି, କିନ୍ତୁ ଅଭ୍ୟାସ ହୋଇଯାଇଥିବାରୁ ଅଭ୍ୟାସ ଭାଙ୍ଗୁନାହିଁ। ଥରେ ଦୁଇଥର ବିକାରଗ୍ରସ୍ତ ହେଲେ ବାସ୍ ନିଶା ଚଢ଼ିଗଲା, ପୁଣି ତଳକୁ ଖସି ଚାଲିଥାନ୍ତି। ଯେପରି ନିଶା ଜିନିଷଗୁଡ଼ା ଖୁସି ଆଣିଥାଏ, ବିକାର ମଧ୍ୟ ସେହିପରି ଅଟେ। ଏଠାରେ ବହୁତ ମେହନତ ରହିଛି। ଯୋଗବଳ ବିନା କେହି ମଧ୍ୟ କର୍ମେନ୍ଦ୍ରିୟକୁ ବଶୀଭୂତ କରିପାରିବେ ନାହିଁ। ଯୋଗବଳର ହିଁ କରାମତି ରହିଛି। ସେଥିପାଇଁ ତ ଯୋଗର ନାମ ପ୍ରସିଦ୍ଧ ଅଟେ। ବାହାରୁ ଏଠାକୁ ଆସୁଛନ୍ତି ଯୋଗ ଶିଖିବା ପାଇଁ। ଶାନ୍ତିରେ ବସି ରହିଥାନ୍ତି, ଘର ପରିବାର ଠାରୁ ଦୂରେଇ ଯାଇଥାନ୍ତି। ତାହା ତ ଅଧା କଳ୍ପ ନିମନ୍ତେ ଆର୍ଟିଫିସିଆଲ ବା କୃତ୍ରିମ ଶାନ୍ତି ଅଟେ।
ପ୍ରକୃତ ଶାନ୍ତି ବିଷୟରେ କାହାକୁ ହେଲେ ଜଣା ନାହିଁ। ବାବା କହୁଛନ୍ତି, ପିଲାମାନେ, ତୁମର ସ୍ୱଧର୍ମ ହିଁ ଶାନ୍ତ ଅଟେ। ଏହି ଶରୀର ଦ୍ୱାରା ତୁମେ କର୍ମ କରୁଛ। ଯେ ପର୍ଯ୍ୟନ୍ତ ଶରୀର ଧାରଣ ନ କରିଛି ସେ ପର୍ଯ୍ୟନ୍ତ ଆତ୍ମା ଶାନ୍ତ ରହିଥାଏ। ପୁଣି କେଉଁଠି ନା କେଉଁଠି ଯାଇ ପ୍ରବେଶ କରିଥାଏ। ଏଠାରେ ତ ପୁଣି କେହି କେହି ସୂକ୍ଷ୍ମ ଶରୀର ସହିତ ଧକ୍କା ଖାଉଛନ୍ତି। ତାହା ଛାୟାର ଶରୀର ହୋଇଥାଏ। କେହି ଦୁଃଖ ଦେଇଥାନ୍ତି, କେହି ଭଲ ମଧ୍ୟ ହୋଇଥାନ୍ତି। ଏଠାରେ ମଧ୍ୟ ଭଲ ମନୁଷ୍ୟ ଅଛନ୍ତି, ଯିଏକି କାହାକୁ ଦୁଃଖ ଦେଇନଥାନ୍ତି। କେହି ତ ବହୁତ ଦୁଃଖ ଦେଇଥାନ୍ତି, କେହି ପୁଣି ଯେପରି ସାଧୁ ମହାତ୍ମା ହୋଇଥାନ୍ତି। ବାବା ବୁଝାଉଛନ୍ତି, ମିଠା ମିଠା ଶିଖିଲ ଦେ ସନ୍ତାନମାନେ, ତୁମେ 5000 ବର୍ଷ ପରେ ଆସି ମିଶିଛ। କ'ଣ ନେବା ପାଇଁ? ବାବା କହିଛନ୍ତି, ତୁମକୁ କ'ଣ ମିଳିବ? ବାବା, ଆପଣଙ୍କଠାରୁ କ'ଣ ମିଳିବ? ଏହି ପ୍ରଶ୍ନ ମଧ୍ୟ ମନରେ ଆସୁନାହିଁ। ଆପଣ ତ ସ୍ୱର୍ଗର ରଚୟିତା, ଈଶ୍ୱର ପିତା ଅଟନ୍ତି, ନୂଆ ଦୁନିଆର ରଚୟିତା ଅଟନ୍ତି। ତେବେ ନିଶ୍ଚୟ ଆପଣଙ୍କଠାରୁ ବାଦଶାହୀ ମିଳିବ। ବାବା କହୁଛନ୍ତି, ଅଳ୍ପ କିଛି ବୁଝିକରି ଗଲେ ମଧ୍ୟ ସ୍ୱର୍ଗକୁ ନିଶ୍ଚୟ ଯିବ। ଆମେ ସ୍ୱର୍ଗର ସ୍ଥାପନା କରିବାକୁ ଆସିଛୁ। ସବୁଠାରୁ ବଡ଼ ଆସାମୀ ହେଉଛନ୍ତି ଭଗବାନ ଏବଂ ପ୍ରଜାପିତା ବ୍ରହ୍ମା। ତୁମେ ଜାଣିଛ ଯେ ବିଷ୍ଣୁ କିଏ? ଏକଥା ଆଉ କାହାକୁ ହେଲେ ଜଣା ନାହିଁ। ତୁମେ କହୁଛ, ଆମେ ତାଙ୍କ କୁଳର ଅଟୁ। ଏହି ଲକ୍ଷ୍ମୀ ନାରାୟଣ ତ ସତ୍ୟଯୁଗରେ ରାଜତ୍ୱ କରନ୍ତି। ବାସ୍ତବରେ ଏହି ଚକ୍ର ଆଦି ବିଷ୍ଣୁଙ୍କର ନାହିଁ। ଏହି ଅଳଙ୍କାର ହେଉଛି ଆମ ବ୍ରାହ୍ମଣମାନଙ୍କର। ଏବେ ଏହି ଜ୍ଞାନ ରହିଛି। ସତ୍ୟ ଯୁଗରେ ଏହିଭଳି କେହି ବୁଝାଇବେ ନାହିଁ। ଏପରି କଥା କହିବା ପାଇଁ କାହା ପାଖରେ ଶକ୍ତି ନାହିଁ। ତୁମେ ଏହି 84 ଜନ୍ମର ଚକ୍ରକୁ ଜାଣିଛ। ଏହାର ଅର୍ଥ କେହି ବୁଝିପାରିବେ ନାହିଁ। ବାବା ହିଁ ପିଲାମାନଙ୍କୁ ବୁଝାଉଛନ୍ତି। ପିଲାମାନେ ବୁଝିଗଲେଣି। ଆମକୁ ଏହି ଅଳଙ୍କାର ଶୋଭା ପାଉନାହିଁ। ଆମେ ଏବେ ଶିକ୍ଷା ପାଉଛୁ, ପୁରୁଷାର୍ଥ କରୁଛୁ, ପୁଣି ଏହିପରି ହୋଇଯିବୁ। ସ୍ୱଦର୍ଶନ ଚକ୍ର ଘୁରାଇ ଘୁରାଇ ଆମେ ଦେବତା ହୋଇଯିବୁ। ସ୍ୱଦର୍ଶନ ଚକ୍ର ଅର୍ଥାତ୍ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିବା। ସାରା ଦୁନିଆରେ କେହି ହେଲେ ବି ବୁଝାଇ ପାରିବେ ନାହିଁ ଯେ ଏହି ସୃଷ୍ଟିଚକ୍ର କିପରି ଘୁରୁଛି। ବାବା କେତେ ସହଜ କରି ବୁଝାଉଛନ୍ତି। ଏହି ଚକ୍ରର ଆୟୁଷ ଏତେ ବଡ଼ ତ ହୋଇପାରିବ ନାହିଁ। ମନୁଷ୍ୟ ସୃଷ୍ଟିର ହିଁ ସମାଚାର ଶୁଣାଯାଉଛି ଯେ କି ଏତେ ମନୁଷ୍ୟ ଅଛନ୍ତି। ଏପରି କୁହାଯାଉ ନାହିଁ ଯେ କଇଁଛ, ମାଛ ଆଦି କେତେ ଅଛନ୍ତି। ଏଠାରେ ମନୁଷ୍ୟମାନଙ୍କର ହିଁ ଗଣନା କରାଯାଉଛି। ତୁମକୁ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି। ବାବା ସବୁକିଛି ବତାଇ ଚାଲିଛନ୍ତି। କେବଳ ତାହା ଉପରେ ପୁରା ଧ୍ୟାନ ଦେବାକୁ ହେବ। ବାବା ବୁଝାଉଛନ୍ତି, ଯୋଗ ବଳ ଦ୍ୱାରା ତୁମେ ସୃଷ୍ଟିକୁ ପବିତ୍ର କରୁଛ। ତେବେ କ'ଣ ଏହାଦ୍ୱାରା ଖାଦ୍ୟ ଶୁଦ୍ଧ ହୋଇପାରିବ ନାହିଁ? ଆଚ୍ଛା, ତୁମେ ତ ଏପରି ହୋଇଛ, ପୁଣି କାହାକୁ ନିଜ ସମାନ କରାଇଛ? ଏବେ ତୁମେ ପିଲାମାନେ ବୁଝୁଛ ଯେ ବାବା ଆସିଛନ୍ତି ସ୍ୱର୍ଗର ବାଦଶାହୀ ପୁଣି ଥରେ ଦେବା ପାଇଁ। ତେଣୁ ଏହାକୁ ମନା କରିବାର ନାହିଁ। ବିଶ୍ୱର ବାଦଶାହୀକୁ ମନା କଲେ ତ ସବୁ ଶେଷ ହୋଇଯିବ, ଅର୍ଥାତ୍ ଆବର୍ଜନାର ଡବାରେ ଯାଇ ପଡ଼ିବ। ଏହି ସାରା ଦୁନିଆ ହିଁ ଆବର୍ଜନାରେ ପରିପୂର୍ଣ୍ଣ। ତେଣୁ ଏହାକୁ ଆବର୍ଜନାର ଡବା ହିଁ କୁହାଯିବ। ଦୁନିଆର ଅବସ୍ଥା ଦେଖ କ'ଣ ହୋଇଯାଇଛି। ତୁମେ ତ ଜାଣିଛ ଆମେ ବିଶ୍ୱର ମାଲିକ ହେଉଛୁ। ଏକଥା କାହାକୁ ହେଲେ ଜଣା ନାହିଁ ଯେ ସତ୍ୟ ଯୁଗରେ ଗୋଟିଏ ହିଁ ରାଜ୍ୟ ଥିଲା। ଏ କଥାକୁ କେହି ମାନିବେ ନାହିଁ। ନିଜର ଅହଙ୍କାର ଥିବାରୁ ଟିକିଏ ହେଲେ ବି ଶୁଣୁନାହାନ୍ତି। କହୁଛନ୍ତି ଏସବୁ ତୁମର କଳ୍ପନା। କଳ୍ପନା ଦ୍ୱାରା ହିଁ ଏହି ଶରୀର ଆଦି ତିଆରି ହୋଇଛି। ଅର୍ଥ କିଛି ହେଲେ ବୁଝୁନାହାନ୍ତି। ବାସ୍, ଏହା ଈଶ୍ୱରଙ୍କର କଳ୍ପନା। ଈଶ୍ୱର ଯେଉଁଭଳି ଚାହୁଁଛନ୍ତି ସେହିପରି ହେଉଛନ୍ତି। ତାଙ୍କର ଏହା ଖେଳ ଅଟେ। ଏପରି କଥାମାନ କହୁଛନ୍ତି। ସେ କଥା ନ କହିଲେ ଭଲ। ଏବେ ତୁମେ ପିଲାମାନେ ଜାଣିଛ ବାବା ଆସିଛନ୍ତି। ବୁଢ଼ୀ ମାତାମାନେ ମଧ୍ୟ କହୁଛନ୍ତି, ବାବା ପ୍ରତ୍ୟେକ 5000 ବର୍ଷରେ ଥରେ ଆମେ ଆପଣଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେଉଛୁ।
ଆମେ ଏବେ ସ୍ୱର୍ଗର ରାଜତ୍ୱ ନେବାକୁ ଆସିଛୁ। ତୁମେ ଜାଣିଛ ଯେ ସମସ୍ତ ଅଭିନେତାଙ୍କର ନିଜସ୍ୱ ପାର୍ଟ ରହିଛି। ଜଣକର ପାର୍ଟ ଅନ୍ୟ ସହିତ ମିଶିପାରିବ ନାହିଁ। ତୁମେ ପୁଣି ଏହି ନାମ ରୂପରେ ଆସି ଏହି ସମୟରେ ବାବାଙ୍କଠାରୁ ବର୍ଷା ନେବାର ପୁରୁଷାର୍ଥ କରିବ। ଏହା କେତେ ଅସରନ୍ତି ରୋଜଗାର ଅଟେ। ଯଦିଓ ବାବା କହୁଛନ୍ତି ଅଳ୍ପ ଶୁଣିଲେ ମଧ୍ୟ ସ୍ୱର୍ଗକୁ ଆସିଯିବ, କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଉଚ୍ଚ ହେବା ପାଇଁ ତ ପୁରୁଷାର୍ଥ କରୁଛନ୍ତି ନା। ତେଣୁ ପ୍ରଥମେ ହେଲା ପୁରୁଷାର୍ଥ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବା ଯେପରି ସନ୍ତାନମାନଙ୍କର ସେବା କରୁଛନ୍ତି, କୌଣସି ଅହଙ୍କାର ନାହିଁ, ସେହିପରି ପିତାଙ୍କୁ ଅନୁକରଣ କରିବାକୁ ହେବ। ବାବାଙ୍କ ଶ୍ରୀମତରେ ଚାଲି ବିଶ୍ୱର ରାଜତ୍ୱ ନେବାକୁ ହେବ। ମନା କରିବା ଅନୁଚିତ। 2 ନମ୍ବର। ପିତାମାନଙ୍କର ପିତା, ପତିମାନଙ୍କର ପତି ଯିଏକି ସର୍ବୋଚ୍ଚ ଅଟନ୍ତି, ଅତି ପ୍ରିୟ ଅଟନ୍ତି, ତାଙ୍କ ଉପରେ ସମର୍ପିତ ହେବାକୁ ପଡ଼ିବ। ଜ୍ଞାନ ଚିତା ଉପରେ ବସିବାକୁ ହେବ। ଭୁଲରେ ମଧ୍ୟ କେବେ ହେଲେ ବାବାଙ୍କୁ ଭୁଲି ଓଲଟା କାମ କରିବାର ନାହିଁ। ଆଜିର ବରଦାନ। ଖୁସି ରୂପକ ଅସରନ୍ତି ସମ୍ପତ୍ତିରେ ଭରପୁର ସଦା ଚିନ୍ତାମୁକ୍ତ ସମ୍ରାଟ ଭବ। ଖୁସି ରୂପକ ଅସରନ୍ତି ସମ୍ପତ୍ତିରେ ଭରପୁର ସଦା ଚିନ୍ତାମୁକ୍ତ ସମ୍ରାଟ ଭବ। ଡିଟେଲ୍ସ। ଖୁସିର ସାଗରଙ୍କ ଦ୍ୱାରା ପ୍ରତିଦିନ ତୁମକୁ ଖୁସିର ଅସରନ୍ତି ସମ୍ପତ୍ତି ମିଳୁଛି। ସେଥିପାଇଁ ଯେକୌଣସି ପରିସ୍ଥିତିରେ ତୁମର ଖୁସି ହଜିଯାଇପାରିବ ନାହିଁ ଏବଂ କୌଣସି କଥାର ଚିନ୍ତା ଲାଗିପାରିବ ନାହିଁ। ଏମିତି ନୁହେଁ ଯେ ସମ୍ପତ୍ତି ସବୁର କ'ଣ ହେବ, ପରିବାରର କ'ଣ ହେବ। ପରିବର୍ତ୍ତନ ତ ହେବ ନା। ପୁରୁଣା ଦୁନିଆରେ ଯିଏ ଯେତେ ବି ଶ୍ରେଷ୍ଠ ହୋଇଥାଉ ନା କାହିଁକି, ସବୁ ପୁରୁଣା ହିଁ ଅଟେ। ସେଥିପାଇଁ ତୁମେମାନେ ନିଶ୍ଚିତ ହୋଇଯାଇଛ, ଯାହା ବି ହେବ ଭଲ ହେବ। ବ୍ରାହ୍ମଣମାନଙ୍କ ପାଇଁ ସବୁ ଭଲ, କିଛି ବି ଖରାପ ନୁହେଁ। ତୁମମାନଙ୍କ ପାଖରେ ଏଭଳି ଚିନ୍ତାମୁକ୍ତ ରାଜତ୍ୱ ରହିଛି, ଯାହାକୁ କେହି ବି ଛଡ଼ାଇ ନେଇପାରିବେ ନାହିଁ। ଆଜିର ସ୍ଲୋଗାନ। ଏହି ସଂସାରକୁ ଏକ ଅଲୌକିକ ଖେଳ ଏବଂ ପରିସ୍ଥିତିଗୁଡ଼ିକୁ ଖେଳନା ମନେକରି ଚାଲିଲେ କେବେ ବି ନିରାଶ ହେବ ନାହିଁ। ଏହି ସଂସାରକୁ ଏକ ଅଲୌକିକ ଖେଳ ଏବଂ ପରିସ୍ଥିତିଗୁଡ଼ିକୁ ଖେଳନା ମନେକରି ଚାଲିଲେ କେବେ ବି ନିରାଶ ହେବ ନାହିଁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ଶେଷରେ ଆସି ତୀବ୍ର ପୁରୁଷାର୍ଥ କରିବା ପାଇଁ ଜ୍ୱାଳା ସ୍ୱରୂପ ସ୍ଥିତି ହିଁ ଏକମାତ୍ର ଆଧାର। ପାଣ୍ଡବମାନଙ୍କ ପାଇଁ ହିଁ ଯାଦବମାନେ ଅଟକି ରହିଛନ୍ତି। ପାଣ୍ଡବମାନଙ୍କର ଶ୍ରେଷ୍ଠ ଶାନ ବା ଆତ୍ମିକ ଶାନ ଅର୍ଥାତ୍ ଗାରିମାମୟ ସ୍ଥିତି ହିଁ ଯାଦବ ଅର୍ଥାତ୍ ୟୁରୋପବାସୀମାନଙ୍କର ଦୁଃଖମୟ ପରିସ୍ଥିତିକୁ ସମାପ୍ତ କରିବ। ତେଣୁ ନିଜର ଶାନ ଦ୍ୱାରା ପରେଶାନ ଅର୍ଥାତ୍ ଦୁଃଖୀ ଆତ୍ମାମାନଙ୍କୁ ଶାନ୍ତି ଏବଂ ନିଶ୍ଚିନ୍ତତାର ବରଦାନ ଦିଅ। ଜ୍ୱାଳା ସ୍ୱରୂପ ଅର୍ଥାତ୍ ଲାଇଟ୍ ହାଉସ୍ ଏବଂ ମାଇଟ୍ ହାଉସ୍ ସ୍ଥିତିକୁ ଭଲ ଭାବରେ ବୁଝି ସେହି ଅନୁସାରେ ପୁରୁଷାର୍ଥ କର। ଓମ୍ ଶାନ୍ତି।